ରାସ୍ତା କଡ଼ରେ ଥିବା 5ଟି ବାଇକ୍ ଉପରେ ମାଡ଼ିଗଲା ଟିପ୍ପର, 3 ଗୁରୁତର, 5ଟି ବାଇକ୍ କ୍ଷତିଗ୍ରସ୍ତ। କୋରାପୁଟ ଜିଲ୍ଲା ସେମିଳିଗୁଡ଼ାଠାରୁ ବିଶାଖାପଟ୍ଟନମ ସଂଯୋଗ କରୁଥିବା ନନ୍ଦପୁର ଥାନା ଅଧୀନ ଦୁସୁରା ଗାଁଠାରେ ମଙ୍ଗଳବାର ସନ୍ଧ୍ୟା 7ଟା ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦୁସୁରା ଗାଁ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବାଇକ୍ ଉପରେ ଏକ ଟିପ୍ପର ଗାଡ଼ି ନମ୍ବର OD 10E 0555ଟି ପାଡୁଆ ପଟୁ ସେମିଳିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ଦୁସୁରା ଗ୍ରାମଠାରେ ରାସ୍ତା ପାର୍ଶ୍ୱରେ ରଖାଯାଇଥିବା ବାଇକ୍ ଉପରେ ମାଡ଼ି ଯାଇଥିଲା, ଯାହାଫଳରେ ଗାଡ଼ି ନିକଟରେ ଠିଆ ହୋଇଥିବା 3 ଜଣ ଗୁରୁତର ହୋଇଛନ୍ତି। ଗୁରୁତର 3 ଜଣଙ୍କ ମଧ୍ୟରୁ 2 ଜଣ ହେଉଛନ୍ତି ଦୁସୁରା ଗ୍ରାମର ଜଗତ ରାୟ ଭୋଇ ଓ ଦୀପକ ପୁରୁଡ଼ି, ଅନ୍ୟ ଜଣେ ନନ୍ଦପୁର ଥାନା ଅଧୀନ ଲାମଡ଼ା ଗାଁର ମହେଶ୍ୱର ଫୁଲବଡ଼ୁ ଉର୍ଫ ମୁନା। ଗୁରୁତର 3 ଜଣଙ୍କୁ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ସୁନାବେଡ଼ା ସ୍ଥିତ NAC ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଜଗତ ଓ ଦୀପକଙ୍କ ଚିକିତ୍ସା ଚାଲିଥିବା ବେଳେ ମହେଶ୍ୱରଙ୍କୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ଜିଲ୍ଲା ମେଡିକାଲକୁ ପଠାଯାଇଛି। ଖବର ପାଇ ନନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି 3ଟି ବାଇକ୍ ଓ ଟିପ୍ପରକୁ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ଟିପ୍ପର ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ନନ୍ଦପୁରରୁ ଦୁର୍ଗାପ୍ରସାଦ ପାଢ଼ୀଙ୍କ ରିପୋର୍ଟ, ଖବର ତରଙ୍ଗ।